ମାର ଋଣ। ପୁଅ ଜନ୍ମଦିନରେ ଗୋଟିଏ ବୃଦ୍ଧାଶ୍ରମକୁ ଯାଇଥାଏ କିଛି ମିଠା ବାଣ୍ଟିବାକୁ। ସେଦିନ ଜଣେ ବୟସ୍କ ମହିଳାଙ୍କୁ ନୂଆ କରି ସେଠି ଦେଖିଲି। ପୂର୍ବରୁ ଯେତେଥର ଯାଇଥିଲି ଦେଖିନଥିଲି। କେଜାଣି କାହିଁକି ତାଙ୍କୁ ଚିହ୍ନା ଚିହ୍ନା ଲାଗିଲା। ପରିଚାଳକଙ୍କୁ ପଚାରିଲି, ସାର୍, ସେ ମ୍ୟାଡ଼ାମ୍ କିଏ? ତାଙ୍କୁ ନୂଆ ଦେଖୁଛି। ସେ 2 ମାସ ତଳେ ଆସିଛନ୍ତି। ଆପଣ ତ ଏ ଭିତରେ ଆସିନାହାନ୍ତି, ତେଣୁ ଦେଖିନାହାନ୍ତି। ମ୍ୟାଡ଼ାମ୍କୁ ଜାଣିଲା ପରି ଲାଗୁଛି। ଜାଣିଥିବେ, ମାଉସୀ ଖୁବ୍ ଚୁପଚାପ ଲୋକ। 2 ମାସ ଭିତରେ କାହା ସହ କଥାବାର୍ତ୍ତା କରିବା କେହି ଦେଖିନାହାନ୍ତି। ହେଲେ ତାଙ୍କ ନାଁ କ'ଣ କହିଲେ? ତାଙ୍କ ନାଁ ଶ୍ୟାମଳୀ ମିଶ୍ର। ଶ୍ୟାମଳୀ ମିଶ୍ର ନାଁଟା ଶୁଣି ମୁଁ ସ୍ତବ୍ଧ ହୋଇଗଲି। କିଛି ସମୟ ପାଟିରୁ କଥା ସ୍ଫୁରିଲାନି। ଏ ସେଇ ଶ୍ୟାମଳୀ ନୁହନ୍ତି ତ? ତାଙ୍କ ପାଖକୁ ଦୌଡ଼ିଲି। ଦେଖିଲି ମୋ ଅନୁମାନ ସତ୍ୟ। ବୟସ ହୋଇଯାଇଥିବାରୁ ଶରୀର କ୍ଷୀଣ ହେବା ସହ ଆଖି ଦୁଇଟି କୋଠରୀଗତ କେଶ ସବୁ ଝୋଟରେ ପରିଣତ ହୋଇଯାଇଛି। ପ୍ରଣାମ କରି ପଚାରିଲି, ଭାଉଜ, ମୋତେ ଚିହ୍ନି ପାରୁଛନ୍ତି? ମୋତେ ବଲ ବଲ କରି ଚାହିଁ ମୁଣ୍ଡ ହଲାଇ ନାଁ କହିଲେ। ମୁଁ ଆପଣଙ୍କ ଘରକୁ ଝିଅ ବେଳେ ଅନେକ ଥର ଯାଇଛି। ଆପଣଙ୍କ ହାତ ଚା ପିଇଛି। ଆପଣଙ୍କ ରନ୍ଧା ବି ଖାଇଛି। ଆପଣଙ୍କ ନଣନ୍ଦ ସୀମାର ସାଙ୍ଗ ଅନି କଥା ମନେ ନାହିଁ? ନାଁଟା ଶୁଣି ସାରିବା ପରେ ମୋତେ ଲାଗିଲା ସେ ମୋତେ ଚିହ୍ନିଲେ ବି ତାଙ୍କ ପରିଚୟ ଦେବାକୁ ସେ ଯେମିତି ଚାହୁଁନଥିଲେ କି ତାଙ୍କ ବିଷୟରେ କିଛି କାହାକୁ କିଛି କହିବାକୁ ଇଚ୍ଛା କରୁନଥିଲେ। ବାଧ୍ୟ ହୋଇ ଟିକିଏ ମୁଣ୍ଡ ଟୁଙ୍ଗାରି ସେ ଚାଲିଗଲେ। ମୁଁ ତାଙ୍କୁ ଚିହ୍ନି ଦେଇଥିବାରୁ ସେ ଅପ୍ରସ୍ତୁତ ମନେ କରୁଥିଲେ। ସେଦିନ ମୋତେ ତାଙ୍କୁ ସେଠି ଦେଖି ବହୁତ ଦୁଃଖ ଲାଗିଥିଲା। କାରଣ କଲେଜ ସମୟରେ ସୀମା ମୋର ଘନିଷ୍ଠ ବାନ୍ଧବୀ ଥିଲା। ପ୍ରାୟ ସମୟ ମୁଁ ତାଙ୍କ ଘରକୁ ଯାଏ। ଶ୍ୟାମଳୀ ଭାଉଜ ଥିଲେ ପରିବାରର ବଡ଼ ବୋହୂ। ଶ୍ୟାମଳୀ ଭାଉଜ ମଉସାଙ୍କର ସାଙ୍ଗର ଝିଅ ଥିଲେ। ରଙ୍ଗ କମ୍ ଥିଲେ ବି ତାଙ୍କ ଗୁଣରେ ମୁଗ୍ଧ ହୋଇ ମଉସା ତାଙ୍କୁ ଘରର ବଡ଼ ବୋହୂ କରିବାକୁ ସ୍ଥିର କଲେ। ମଉସା ତାଙ୍କ ପସନ୍ଦର ଝିଅକୁ ବୋହୂ କରିଥିବାରୁ ମାଉସୀ ଓ ଭାଇ ତାଙ୍କୁ ଭଲ ପାଉନଥିଲେ। ତା'ର ମୂଳ କାରଣ ଥିଲା ତାଙ୍କର ଶ୍ୟାମଳ ବର୍ଣ୍ଣ। ଭାଇ ତ ତାଙ୍କୁ ଭଲରେ କଥା ପଦେ ବି କୁହନ୍ତିନି। ତା ଉପରେ ମାଉସୀ ଗୋଟିଏ ସ୍ତ୍ରୀ ହୋଇ ବି ସ୍ତ୍ରୀଟିର ଦୁଃଖ ବୁଝିବା ପରିବର୍ତ୍ତେ ତାଙ୍କ ରଙ୍ଗକୁ ନେଇ ନାନା ତାନା ମଧ୍ୟ ମାରନ୍ତି। ସତେ ଯେମିତି ସେ ଭଗବାନଙ୍କୁ କମ୍ ରଙ୍ଗର ହେବା ପାଇଁ ମିନତି କରିଥିଲେ। ଆଉ କଳା ଝିଅର ବିବାହ କରିବାର ହକ୍ ନାହିଁ। ତେବେ ଯାଇଛି ଦେଖିଛି, ସେ ଅନବରତ ଘର କାମ କରୁଥିଲେ। ତଥାପି ସମସ୍ତେ ଅସନ୍ତୁଷ୍ଟ। ମଉସା କିନ୍ତୁ ତାଙ୍କୁ ଖୁବ୍ ଭଲ ପାଉଥିଲେ। ମଉସା ଶ୍ୟାମଳୀ ଭାଉଜଙ୍କୁ ଗୋଟିଏ ସ୍କୁଲରେ ରଖେଇ ଦେଇଥିଲେ। ଅନ୍ତତଃ ବାହାରକୁ ଗଲେ ମନ ଟିକେ ପରିବର୍ତ୍ତନ ହେବ, ସେଥିପାଇଁ। କିନ୍ତୁ ମାଉସୀ ଖୁସି ନଥିଲେ। ଦିନ ରାତି କାମ କରୁଥିବା ଝିଅଟା ହାତଛଡ଼ା ହୋଇଯାଉଛି ଭାବି ମଉସାଙ୍କ ଉପରେ ରାଗୁଥିଲେ। ତାପରେ ମୋର ପାଠ ସରିଯାଇଥିବାରୁ ମୋର ତାଙ୍କ ଘର ସହିତ ସମ୍ପର୍କ ମଧ୍ୟ କମିଯାଇଥିଲା। ସେଦିନ ରାତି ମୁଁ ତାଙ୍କ କଥା ଭାବି ଶୋଇପାରି ନଥିଲି। ତା ପରଦିନ ଦ୍ୱିପ୍ରହରେ ପୁଅ କଲେଜ ଓ ସ୍ୱାମୀ ଅଫିସ୍ ଗଲା ପରେ ଅଟୋଟିଏ ଧରି ପୁଣି ସେ ଆଶ୍ରମକୁ ଗଲି। ପରିଚାଳକଙ୍କୁ କହି ସିଧା ଶ୍ୟାମଳୀ ଭାଉଜଙ୍କ ନିକଟକୁ ଗଲି। ସେ ବଗିଚାରେ ଗୋଟିଏ କଣରେ ଏକୁଟିଆ ବସିଥିଲେ। ସେଦିନ ବି ମୋତେ ସେ ଅଣଦେଖା କରୁଥିଲେ। ମୁଁ କିନ୍ତୁ ତାଙ୍କ ହାତକୁ ଧରି କହିଲି, ଭାଉଜ, ମୁଁ ତୁମକୁ ଠିକ୍ ଚିହ୍ନି ପାରିଛି। ସତରେ କ'ଣ ତୁମେ ମୋତେ ଚିହ୍ନି ପାରୁନ? ମୋତେ ଲାଗୁଛି ତୁମେ ମୋତେ ଚିହ୍ନି ଅଚିହ୍ନା ହେଉଛ। କିନ୍ତୁ କାହିଁକି ଏ ଅଭିନୟ? ଅନେକ ସମୟ ଭିତରର କୋହକୁ ଚାପି ଧରି ନିଜକୁ ସମ୍ଭାଳି କହିଲେ, ହଁ ଅନି, ମୁଁ ତୁମକୁ କାଲିଠୁ ଜାଣିପାରିଛି। କିନ୍ତୁ କ'ଣ କହିବି ଅନି, ଯାହାକୁ ଭଗବାନ ଅସୁନ୍ଦର କରିଥାନ୍ତି ତା ଭାଗ୍ୟକୁ ମଧ୍ୟ ଅସୁନ୍ଦର କରିଥାନ୍ତି ନା? ସଂସାରର ସୁଖରେ ତା'ର କିଛି ଭାଗ ନଥାଏ। ତାଙ୍କ କଥାରୁ ତାଙ୍କ ଜୀବନର ଦୁଃଖକୁ କଳନା କରି ପାରୁଥିଲି। ସାନ୍ତ୍ୱନା ଦେବାକୁ ପଦ ସ୍ଫୁରୁନଥିଲା। ହେଲେ ତୁମେ ଏଠି କେମିତି? ମୋ ଜୀବନ ତ ଗୋଟେ ଦୁଃଖର ଗ୍ରନ୍ଥାଗାର।
ବାପା ସିନା ପୁଅ ପାଇଁ ଭଲ ଝିଅ ବୋଲି ମୋତେ ଠିକ୍ କରିଦେଲେ, ହେଲେ ଜାଣିଛ ଅନି, ବାହାଘର ପରେ ଭାଇ ମୋ ସହିତ 5 ବର୍ଷ କଥା ହୋଇନଥିଲେ। ଦିନେ ମନସ୍ଥ କଲି ଆତ୍ମହତ୍ୟା କରିଦେବି ବୋଲି, କିନ୍ତୁ ଅସଫଳ ହେଲି। ସେଦିନ ବାପା ଭାଇଙ୍କୁ ବହୁତ ଧିକ୍କାରିଲେ। ଭାଇଙ୍କର କିଛି ପରିବର୍ତ୍ତନ ହେଲା ସତ, କିନ୍ତୁ ସେ ପରିବର୍ତ୍ତନରେ ଭଲ ପାଇବା ନଥିଲା, ଥିଲା କିଛି ଦୟା। ଆମ ବାହାଘରର 8 ବର୍ଷ ପରେ ପୁଅଟିଏ ହେଲା। ଭାବିଲି ପୁଅ ମୁହଁ ଚାହିଁ ଦିନ କାଟିବି। ପୁଅ, ଚାକିରି, ଘର କାମ, ନଣନ୍ଦ ଦିଅର ଶାଶୁ ଶ୍ୱଶୁରଙ୍କ ଦାୟିତ୍ୱ ଭିତରେ ସ୍ନେହ ଶ୍ରଦ୍ଧା ଖୋଜିବାକୁ ସମୟ ପାଇନଥିଲି। ବରଂ ଗୋଟିଏ ମେସିନ ପାଲଟି ନିର୍ବିକାର ଭାବେ କାମ କରିଥିଲି। ଜୀବନରେ ଅନେକ ପଇସା ରୋଜଗାର କରିଛି, ନିଜ ପାଇଁ କିନ୍ତୁ କିଛି ବି ରଖିନଥିଲି। ତା ବଦଳରେ ଚାହୁଁଥିଲି ଟିକିଏ ସ୍ନେହ ଓ ଭଲ ପାଇବା। ଭାଇ ତୁମର ପ୍ରଚୁର ମଦ୍ୟପାନ କରନ୍ତି। ତାର କାରଣ କ'ଣ ଜାଣ ଅନି? ମୋର କଳା ରଙ୍ଗ। ଠାକୁରଙ୍କ ପାଖେ ବହୁତ କାନ୍ଦେ ଅନି। ମୋର ଅସୁନ୍ଦରତା ପାଇଁ ଅନ୍ୟ ଜଣେ ଏତେ କଷ୍ଟ ପାଉଛି ଦେଖି ନିଜ ଉପରେ ପ୍ରବଳ ରାଗ ଆସେ। ଭଗବାନଙ୍କ ଉପରେ ଅଭିମାନ, କିନ୍ତୁ ନିଜର ଅଧିକାରକୁ ଦୁର୍ବଳତାବଶତଃ ଛାଡ଼ିପାରେନି ଅନି। ଭାଇଙ୍କୁ ମୁଁ ଛାଡ଼ି ଚାଲି ଯାଇପାରେନି। ବୋଧହୁଏ ସେଇଟା ମୋର ସ୍ୱାର୍ଥପରତା ଥିଲା। ସୀମା ବାହା ହୋଇ ଆମେରିକା ଚାଲିଗଲେ, ଆଉ ଦିଅର ବାହା ହୋଇ ତାଙ୍କ ସଂସାର ନେଇ ବାଙ୍ଗାଲୋର ଚାଲିଗଲେ। ପରିବାରରେ ରହିଗଲୁ ବାପା, ବୋଉ, ଭାଇ, ମୁଁ ଓ ପୁଅ ବବଲୁ। ଭାଇଙ୍କର ନିଷ୍ପତ୍ତି ଅନୁଯାୟୀ ପୁଅ ସବୁବେଳେ ହଷ୍ଟେଲରେ ରହିଲା। ଛୁଟି ହେଲେ ଘରକୁ ଆସେ। ବୋଧହୁଏ ଦୂରରେ ରହିବାରୁ ମୋ ପ୍ରତି ତାର ସ୍ନେହ ବି ଦୂର ହୋଇଗଲା। ମୁଁ ବି ଚାହୁଁନଥିଲି ପାଖରେ ରହି ତା ବାପାଙ୍କ କୁଅଭ୍ୟାସ ସମ୍ପର୍କରେ ସେ ଜାଣୁ। ଧୀରେ ଧୀରେ ବାପା ବୋଉ ଆଗପଛ ହୋଇ ଚାଲିଗଲେ। ବୋଉ 2 ବର୍ଷ ଶଯ୍ୟାଶାୟୀ ହେଲେ। ସେବାରେ କିଛି କାର୍ପଣ୍ୟ କରିନି ଅନି। ବାପା କିନ୍ତୁ ହଠାତ୍ ହାର୍ଟ ଫେଲରେ ଚାଲିଗଲେ। ଯେଉଁଦିନ ବାପା ଚାଲିଗଲେ, ସେଦିନ ମୁଁ ଜାଣିଲି ସଂସାରର ଶେଷ ଭଲ ପାଉଥିବା ଲୋକଟି ହିଁ ମୋତେ ଛାଡ଼ି ଚାଲିଗଲା। ସେଦିନ କିନ୍ତୁ ମୁଁ ଅନ୍ତରରୁ କାନ୍ଦିଥିଲି। ଆଉ ଭାଇ, ସେ କ'ଣ ଆଉ ପରିବର୍ତ୍ତନ ହେବେ? ବାପାଙ୍କ ପରେ ତାଙ୍କ ପିଇବାର ମାତ୍ରା ବଢ଼ିଗଲା। ସେ ସେମିତି ତାଙ୍କ ଜୀବନ ଜିଉଁଥାନ୍ତି। ଏ ଭିତରେ ବବଲୁ ଇଞ୍ଜିନିୟରିଂ ପାସ୍ କରି ହାଇଦ୍ରାବାଦର ଗୋଟିଏ କମ୍ପାନୀରେ ଚାକିରି ପାଇଯାଇଥାଏ। ଶୁଣିବାକୁ ପାଇଲି ସେ ଗୋଟିଏ ଝିଅ ସହିତ ଲିଭିଂ ରିଲେସନରେ ରହୁଛି। ମୁଁ ବାଧ୍ୟ ହୋଇ ତା ବାପାଙ୍କୁ ବୁଝାଇ ସେ ଝିଅଟି ସହିତ ବାହା କରିଦେଲି। ମୁଁ ଦୁଃଖ କଲିନି ଅନି, କାରଣ ମୁଁ ତାକୁ ସଂସ୍କାର ଦେଇପାରିନଥିଲି। ତୁମଠାରୁ କିଏ ଅଧିକ ସଂସ୍କାରୀ ଅଛି ଭାଉଜ? ନିଜକୁ ସବୁଥିପାଇଁ ଦୋଷୀ ମଣନି। ଯେଉଁ କାରଣରୁ ତୁମେ ଜୀବନରେ ଖାଲି ଦୁଃଖ ହିଁ ପାଇଲ। ତାପରେ କ'ଣ ହେଲା ଭାଉଜ? ବାହାଘର ପରେ ସେମାନେ ହାଇଦ୍ରାବାଦ ଚାଲିଗଲେ। ବର୍ଷକ ଭିତରେ ଆସିବାର ଆବଶ୍ୟକ ମନେ କରିନାହାନ୍ତି। ମଝିରେ ମଝିରେ ବବଲୁ ଫୋନ୍ କରେ। ଦିନେ ରାତିରେ ଭାଇଙ୍କ ଛାତିରେ ଯନ୍ତ୍ରଣା ହେଲା। ସାଇ ପଡ଼ିଶାଙ୍କ ସହାୟତାରେ ଡାକ୍ତରଖାନା ନେଲୁ। କିଛି ଲାଭ ହେଲାନି। ମୋତେ ଛାଡ଼ି ସେ ତାଙ୍କ ରାସ୍ତାରେ ଚାଲିଗଲେ। ମୋଠାରୁ ମୁକ୍ତି ଚାହୁଁଥିଲେ, ଆଉ ପାଇଗଲେ ବି। ପୁଅ ବୋହୂ ଆସିଲେ। ସବୁ କାମ ସରିଲା ପରେ ବବଲୁ ମୋତେ ପ୍ରତିଶ୍ରୁତି ଦେଲା ଭୁବନେଶ୍ୱର କମ୍ପାନୀକୁ ଟ୍ରାନ୍ସଫର ନେଇ ଆସିବ। ସତକୁ ସତ ମାସେ ପରେ ଆସିଲା। ସେଦିନ ମୋତେ ଟିକେ ଖୁସି ଲାଗିଥିଲା। ଦୁନିଆରେ ମୋ କଥା କେହି ଜଣେ ଭାବୁଛି ବୋଲି ଭାବିଥିଲି। କିନ୍ତୁ 4 ମାସ ଭିତରେ ପରିବାରରେ ମନୋମାଳିନ୍ୟ ଆରମ୍ଭ ହେଲା। ଦିନେ ପୁଅ ବବଲୁ ମୋତେ କହିଲା, ମାମା, ଭାବୁଛି ତୁମକୁ ଏକ ବୃଦ୍ଧାଶ୍ରମରେ ଛାଡ଼ିଦେବି। ସେଠି ତୁମର ଦେଖା ଚାହାଁ କରିବାକୁ ଲୋକ ମିଳିବେ। ତୁମେ ଏକୁଟିଆ ଅନୁଭବ କରିବନି। ଏଠି ତ ଆମେ ସକାଳୁ ଯାଇ ସନ୍ଧ୍ୟାରେ ଆସୁଛୁ। ଦିନସାରା ଏଠି ଏକୁଟିଆ ପଡ଼ୁଛ। ତୁମେ କ'ଣ ଉତ୍ତର ଦେଲ ଭାଉଜ? କ'ଣ ଆଉ ଉତ୍ତର ଦେବି ଅନି? ସେମାନେ ତ ସବୁ ସ୍ଥିର କରି ମୋତେ ଖାଲି ଜଣାଉଥିଲେ। କେମିତି କହିଥାନ୍ତି, ମୋର ସେବା ଯତ୍ନ ନେବାକୁ ଲୋକର ଆବଶ୍ୟକତା ନାହିଁ ରେ।
ଟିକେ ଆତ୍ମୀୟତା ବୋଳା କଥା ହିଁ ଯଥେଷ୍ଟ। ତୁମେ ରାତି 10ଟାରେ ଫେରିଲେ ବି ମୁଁ ତ ଫେରିବା ବାଟକୁ ଚାହିଁଥାଏ। ତୁ ମା ବୋଲି ଡାକିଦେଲେ ମୋର ସବୁ ଦୁଃଖ ଚାଲିଯାଏ, ମୋର ନିଃସଙ୍ଗତା ଦୂର ହୋଇଯାଏ। ବାକି ଜୀବନ ମୁଁ ତମ ନିକଟରେ ରହି କଟାଇ ଦେବାକୁ ଚାହେଁ। ଏଇଟା ହିଁ ମୋର ସ୍ୱର୍ଗ। କିନ୍ତୁ ମନ କଥା ମନରେ ରହିଗଲା ଅନି। ତା ପରଦିନ ମୋତେ ପୁଅ ଧରି ଏଠିକି ଆସିଲା। ମୋର ପ୍ରତିବାଦର ଉପାୟ ନଥିଲା। ସେଦିନ ଶ୍ୟାମଳୀ ଭାଉଜଙ୍କ ପାଖରୁ ମୁଁ ଏକ ବେଦନାସିକ୍ତ ହୃଦୟରେ ଫେରିଥିଲି। ମନରେ ଅସଂଖ୍ୟ କ୍ଷୋଭ ଭରି ଯାଇଥିଲା। ଆସିଲା ବେଳେ କିନ୍ତୁ ପରିଚାଳକଙ୍କ ଠାରୁ ପୁଅର ଠିକଣା ଓ ଫୋନ୍ ନମ୍ବରଟା ଆଣିଥାଏ। ତା ପରଦିନ ରବିବାର ଥାଏ। ଜଣେ ସାଙ୍ଗ ଘରକୁ ଯାଉଛି କହି ଘରୁ ବାହାରିଲି। ବୋଧହୁଏ ଘରେ କହିଥିଲେ ଶୁଣିଥାନ୍ତି। ଅନ୍ୟ ଘର କଥାରେ ମୁଣ୍ଡ ଫୁରାଇବା ଠିକ୍ ନୁହେଁ। କିନ୍ତୁ ଭାବିଲି ଏ କାମ ପାଇଁ ଅପମାନିତ ହେଲେ ବି ଦୁଃଖ କରିବାର ନାହିଁ। ଠିକଣା ଖୋଜି ଦୁଆରେ ପହଞ୍ଚି କବାଟରେ ଶବ୍ଦ କଲା ପରେ ଗୋଟିଏ ଝିଅ କବାଟ ଖୋଲିଲା। ସମ୍ଭବତଃ ସେ ଥିଲା ଭାଉଜଙ୍କ ବୋହୂ। ମୁଁ କହିଲି, ଏଇଟା ବବଲୁ ଘର ନା? ସେ ମୁଣ୍ଡ ଟୁକାରି ହଁ କରିବା ସହ ପ୍ରଶ୍ନିଳ ଦୃଷ୍ଟିରେ ମୋତେ ଚାହିଁଲା। ମୁଁ ତୁମ ସ୍ୱାମୀ ଓ ତୁମ ସହିତ କିଛି କଥା ହେବାକୁ ଚାହୁଁଛି। ହେଲେ ଆପଣ କିଏ ଆମେ ତ ଚିହ୍ନିନୁ। ଆରେ କଥା ହେଲେ ଚିହ୍ନା ହବାନି। ମୋ ଉପରେ ପଡ଼ି ବ୍ୟବହାର ସେ ଘରକୁ ବାଧ୍ୟ ହୋଇ ଡାକି ବସାଇଲା। ଆମ କଥାବାର୍ତ୍ତା ଭିତରେ ବବଲୁ ବି ଆସି ସାରିଥାଏ। ଆମେ ତାଙ୍କ ଡ୍ରଇଂ ରୁମ୍ରେ ବସିଲୁ। କେମିତି ଆରମ୍ଭ କରିବି ଜାଣିପାରୁ ନଥାଏ। ବହୁତ ଭାବି କହିଲି, ମୁଁ ତୁମର ଜଣେ ପିଉସୀ ହେବି। ତୁମ ଘର ସହିତ ମୋର ସମ୍ପର୍କ ବହୁତ ବର୍ଷ ତଳୁ। ତୁମ ପରିବାର ବିଷୟରେ ମୁଁ ଅନେକ କିଛି ଜାଣିଛି, ଯାହା ତୁମେ ଜାଣିନ। ଭାବୁଛି ତୁମେ ସେସବୁ ଜାଣିବା କଥା। ମାଙ୍କ ଠାରୁ ତ ଆମେ ପରିବାର ବିଷୟରେ ଶୁଣିଛୁ। ନା, ତୁମକୁ ମା ଜୀବନରେ ଯେଉଁ ଦୁଃଖ ପାଇଛନ୍ତି ସେ କଥା କହିନଥିବେ। ଯାହା ମୁଁ ଜାଣିଛି, ସେଦିନ ମୁଁ ଆମୂଳଚୂଳ ଶ୍ୟାମଳୀ ଭାଉଜଙ୍କ ବିଷୟରେ କହିଥିଲି। କଥା ସରିଲା ବେଳକୁ ସେମାନଙ୍କ ଆଖିରେ ଲୁହର ବନ୍ୟା। ଉଭୟେ ବୋଧେ ଲଜ୍ଜାରେ ଜୁଡ଼ୁବୁଡ଼ୁ ହୋଇ ଯାଇଥିଲେ। ଫେରିଲା ବେଳକୁ ଏତିକି କହିଲି, ଜୀବନରେ ଯଦି ତାଙ୍କ ପ୍ରତି ତୁମର ଟିକେ ସ୍ନେହ ଶ୍ରଦ୍ଧା ଥିବ, ବାକି ଜୀବନଟା ତୁମେ ତାଙ୍କ ସହିତ କାଟିବ। ସମଗ୍ର ଜୀବନ ଦୁଃଖରେ କାଟିଥିବା ଦେବୀଟି କିଛି ହେଲେ ମର୍ଯ୍ୟାଦା ପାଉ। ତାଙ୍କ ଋଣ ପରିଶୋଧ କରିବାକୁ ଯଦି ଚାହୁଁଛ, ସେ ଜାଗାରୁ ତାଙ୍କୁ ମୁକ୍ତି କର। ଆଉ ଭବିଷ୍ୟତରେ ତୁମ ପିଲା ଯଦି ପ୍ରଶ୍ନ ପଚାରେ, ମାମା, ପାପା, ଆମ ଜେଜେମା କାହାନ୍ତି, ସେତେବେଳେ କ'ଣ ଉତ୍ତର ଦେବ ତୁମେ? ଆମେ ତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଇଛୁ ବୋଲି। ପିଲାମାନେ କ୍ଷମା କରିବେ ତ ତୁମକୁ? ମୁଁ ଫେରିଲା ବେଳକୁ ଦୁହେଁ ନୀରବ ଥିଲେ। ମୋ ମନର କଥା କହିଦେବାରୁ ମୋତେ କିନ୍ତୁ ହାଲକା ଲାଗୁଥିଲା। 2 ଦିନ ପରେ ବୃଦ୍ଧାଶ୍ରମର ପରିଚାଳକ ଫୋନ୍ରେ ଜଣାଇଲେ, ମ୍ୟାଡାମ୍, ସେ ମାଉସୀଙ୍କୁ ତାଙ୍କ ପୁଅ ଆସି ନେଇ ଯାଇଛନ୍ତି। ଜଣେ କେହି ନିଜ ଘରକୁ ଫେରିଯିବା, ଏହା ବୋଧେ ବୃଦ୍ଧାଶ୍ରମର ପ୍ରଥମ ଘଟଣା। ମାଉସୀ ଖୁବ୍ ଖୁସି ଥିଲେ। ଘର ଲୋକ ସିନା ନେଲେ ମ୍ୟାଡାମ୍, କେଜାଣି କେମିତି ରଖିବେ ତାଙ୍କୁ। ମୁଁ କିନ୍ତୁ ନିଶ୍ଚିନ୍ତ ଥିଲି। ମୋ ମନରେ ଆଶଙ୍କା ନଥିଲା। କାରଣ ସ୍ୱାର୍ଥପରତାର ଅନ୍ଧପୁଟୁଳିଟାକୁ ମୁଁ ହଟେଇ ଦେଇଥିଲି। ଖବରଟା ପାଇ ମୁଁ ଶାନ୍ତିରେ ଦୀର୍ଘଶ୍ୱାସଟିଏ ମାରିଥିଲି। ତେବେ ଶ୍ରୋତା ବନ୍ଧୁ, ଯଦି ମୋ ଗପଟି ଭଲ ଲାଗିଥାଏ, ତେବେ ଗପଟିକୁ ଲାଇକ୍ ଆଉ ସେୟାର କରିଦେବେ। କମେଣ୍ଟ ବକ୍ସରେ କମେଣ୍ଟ ନିଶ୍ଚୟ ଦେବେ। ଯଦି ମୋ ଚ୍ୟାନେଲରେ ନୂଆ ଥିବେ, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନକୁ ଦବାଇ ଦେବେ, ଯାହାଦ୍ୱାରା ମୁଁ ଅପଲୋଡ଼ କରୁଥିବା ଭିଡ଼ିଓର ନୋଟିଫିକେସନ୍ ପ୍ରଥମେ ଆପଣ ପାଇପାରିବେ। ରହିଲି, ନମସ୍କାର।